ଆଉ ଚାଲିବନି ହ୍ୱାଟ୍ସଆପ୍। ଯେଉଁ ହ୍ୱାଟ୍ସଆପ୍ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାବାସୀ ଫୋନ୍ ଧରି ବସୁଥିଲେ, ବନ୍ଦ ହେଲା ସେଇ ହ୍ୱାଟ୍ସଆପ୍। ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ବିଦେଶୀ ହ୍ୱାଟ୍ସଆପ୍, ଯିଏକି ଆମେରିକାରେ ସୃଷ୍ଟି ହୋଇଥିବା ହ୍ୱାଟ୍ସଆପ୍ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି। କାହିଁକିନା ଏବେ ଇଣ୍ଡିଆ ଭାରି କରି ଆର୍ଆର୍ଟାଇ ମାଧ୍ୟମରେ ମଧ୍ୟ ଆପଣ ହ୍ୱାଟ୍ସଆପ୍ ଠାରୁ ଅନେକ ଫିଚର୍ ପାଇବେ, ଯେଉଁଥିରେ କି ଆପଣ ମେସେଞ୍ଜର ମେସେଜ୍ ଏବଂ ଭିଡ଼ିଓ କଲିଂ ଏବଂ ହ୍ୱାଟ୍ସଆପ୍ ଠାରୁ ଅନେକ ମଧ୍ୟ ଫାଇଦା ପାଇବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି କହିଛନ୍ତି କି ସ୍ୱଦେଶ ହ୍ୱାଟ୍ସଆପ୍ ଆପ୍ସକୁ ଆମେ ଇଗ୍ନୋର କରି ଆର୍ଆର୍ଟାଇ ମାଧ୍ୟମରେ ଚାଟବଟ୍କୁ ୟୁଜ୍ କରିବା। କାହିଁକିନା ସ୍ୱଦେଶ ହ୍ୱାଟ୍ସଆପ୍ ଚାଟ୍କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଯଦିଓ ନ କରାଯାଇଛି, କିନ୍ତୁ ସ୍ୱଦେଶୀ ହ୍ୱାଟ୍ସଆପ୍ ଆପ୍କୁ ଆମେ ଇଗ୍ନୋର କରି କେମିତି ଇଣ୍ଡିଆନ୍ର ହ୍ୱାଟ୍ସଆପ୍ ଅଟାରାଇ କୁ ୟୁଜ୍ କରିବା, ଯିଏକି ଜୋହୋ କର୍ପୋରେଟ୍ ଦ୍ୱାରା ସୃଷ୍ଟି ହୋଇଛି। ଇଣ୍ଡିଆର ଏକ ହ୍ୱାଟ୍ସଆପ୍ ଚାଟ୍ ଭଳି କାମ କରୁଥିବା ଗୋଟେ ଅନ୍ୟ ଏକ ଆପ୍ସ, ଯାହାକୁ ୟୁଜ୍ କରି ଆପଣ ଅନେକ ମଧ୍ୟ ଉପକାରୀ ପାଇବେ ବୋଲି ଯାହା ଟ୍ୱିଟ୍ କରି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତ୍ତମାନ ମଧ୍ୟ ଅନେକ ଇଣ୍ଡିଆର ଅନେକ ଲୋକ ୟୁଜ୍ କଲେଣି ଏବଂ ଏହା ମଧ୍ୟ ହ୍ୱାଟ୍ସଆପ୍ ଠାରୁ ଅନେକ ଫିଚର୍ ଦେଉଛି। ଅନେକ ଫିଚର୍ ତା ମାଧ୍ୟମରେ ଅଛି, ଭିଡ଼ିଓ କଲିଂ, ମେସେଜ୍, ଏବଂ କେଉଁମାନେ ମଧ୍ୟ ଆପଣଙ୍କୁ ମେସେଜ୍ କରୁଛନ୍ତି ଅନନୋନ୍ ନମ୍ବରରୁ ତାହା ମଧ୍ୟ ଜଣାପଡ଼ିବ। ଏବଂ ଅନେକ ଫିଚର୍ ମଧ୍ୟ ଏଥିରେ ଅଛି, ଯେଉଁମାନେ କଲ୍ କଲେ ଅନନୋନ୍ ନମ୍ବରରୁ ହ୍ୱାଟ୍ସଆପ୍ ମେସେଜ୍ କରିଛନ୍ତି ସେମାନଙ୍କର ଓନର୍ଙ୍କର ନାଁ ମଧ୍ୟ ଆପଣ ଜାଣିପାରିବେ। ଏମିତି ଅନେକ ନୂଆ ନୂଆ ଫିଚର୍ ଅଛି, ଯାହାକୁ କି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଜଣାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କି ଆର୍ଆର୍ଟାଇ ଏକ ହ୍ୱାଟ୍ସଆପ୍ ଚାଟବଟ୍, ଯେମିତି ସ୍ୱଦେଶ ହ୍ୱାଟ୍ସଆପ୍କୁ ଆମେ ବନ୍ଦ କରି ବର୍ତ୍ତମାନ ଇଣ୍ଡିଆରେ ଲଞ୍ଚ ହୋଇଥିବା ଜୋହୋ କର୍ପୋରେଟ୍ ମାଧ୍ୟମରେ ଆର୍ଆର୍ଟାଇକୁ ଆପଣ ୟୁଜ୍ କଲେ ଅନେକ ସୁବିଧା ମଧ୍ୟ ପାଇବେ ବୋଲି ଯାହା ଟ୍ୱିଟ୍ କରି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ମଧ୍ୟ ଅନେକ ଇଣ୍ଡିଆର ଲୋକମାନେ ଆର୍ଆର୍ଟାଇକୁ ୟୁଜ୍ କଲେଣି, ଆପଣ ମଧ୍ୟ ୟୁଜ୍ କରନ୍ତୁ। ଏହା ନୂଆ ନୂଆ ଲାଟେଷ୍ଟ